नमस्कार मो यूट्यूब चैनल आपण मानक स्वागत। प्रत्येक दिन भली आज भी मु किछि लेसन प्लान करिकी आनिछि। प्रथम श्रेणी विद्या प्रवेश, द्वितीय एवं तृतीय श्रेणी गणित लेसन प्लान उपरे। जदि आपण मानक भल लगे दया करिकी चैनल टी सब्सक्राइब एवं लाइक करेंगे, जहाँफल कि सर्वप्रथमे नोटिफिकेशन आपण पाखु जीवो। आउ जदि किछि जानिया पई चाहंती तो आपण मते कमेंट माध्यम रे जणेबे। ଏହା ହେଉଛି 9 ତାରିଖର ଶୁକ୍ରବାରର ଲେସନ୍ ପ୍ଲାନ୍ଟି। ପ୍ରଥମ ଶ୍ରେଣୀ ବିଦ୍ୟା ପ୍ରବେଶ, ସପ୍ତାହ 8, ଦିବସ 5, ବିଷୟ ହେଉଛି ପଶୁ ପକ୍ଷୀ। DG 2 ବିକାଶାତ୍ମକ ଲକ୍ଷ୍ୟ 2, ୟେଲୋ କୋଡ୍ ନେଇଛି ECL 137। କମ୍ପିଟେଟିଭ୍ ନେଇଛି ମୌଖିକ ଭାଷାର ବିକାଶ ଓ ଲିଖନ। ପିଲାମାନଙ୍କୁ ୟୁ ଆକାରରେ ବସାଇ ମୁଁ ପ୍ରଥମେ କାର୍ଡ଼ବୋର୍ଡ଼ରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ଅନୁଚ୍ଛେଦକୁ କାନ୍ଥରେ ଟାଙ୍ଗି ବାରମ୍ବାର ଆଙ୍ଗୁଳି ରଖି ପଢ଼ିବି। ମୁଁ ଗୋଟେ ଅନୁଚ୍ଛେଦଟି ନେଇଛି, ଆପଣ ଆକୁ ଲେଖି ବି ପାରିବେ। ଚମ୍ପା ଚପଲ ପିନ୍ଧି ଚମାର ସାହିକୁ ଚାଲି ଚାଲି ଗଲା। ଚକରା ଘରେ ପହଞ୍ଚିଲା। ଚକରା ଚା ପିଉଥାଏ। ଚମ୍ପାକୁ ଦେଖି ଚକରା ତା ବାଡ଼ି ବଗିଚାରେ ଫଳିଥିବା ପନିପରିବାକୁ ଦେଖାଇଲା। ଚମ୍ପା ଚକରାର ବଗିଚା ଦେଖି ଖୁସି ହେଲା। ଏହି ଅନୁଚ୍ଛେଦଟିକୁ ମୁଁ ପଢ଼ିବି ଏବଂ ମୋ ସହିତ ପିଲାମାନେ ମଧ୍ୟ ଆଙ୍ଗୁଠି ରଖି ପଢ଼ିବେ। 2-3 ଥର କାର୍ଯ୍ୟଟି କରିସାରିଲା ପରେ ତାଙ୍କୁ ମୁଁ ପଚାରିବି ଏହା କେଉଁ ଅକ୍ଷରକୁ ବାରମ୍ବାର ଲେଖା ହେଇଛି। ତ ପିଲାମାନେ ସେଥିରେ ଚ ଅକ୍ଷର ଜାଣିବେ, ଯେମିତି ଚମ୍ପା, ଚପଲ, ଚମାର, ଚକରା, ଏଥିରେ ସେମାନେ ଚ ଅକ୍ଷରକୁ ଚିହ୍ନିବେ ଏବଂ ଜାଣିବେ। ମୁଁ ଏଥିରେ TLM ନେଇଛି ଅନୁଚ୍ଛେଦ ଫର୍ଦ୍ଦଟି। ଏହାପରେ କାର୍ଯ୍ୟ ଫର୍ଦ୍ଦ 48 କରିବା ପାଇଁ କହିବି। ଦ୍ୱିତୀୟ ଶ୍ରେଣୀ ଗଣିତ ପାଠ 6, ବିଷୟ ହେଉଛି କାହା ସ୍ଥାନ କେଉଁଠି ଜାଣିବା। ୟେଲୋ କୋଡ୍ ନେଇଛି IL 5.8। ସଂଖ୍ୟା କମ୍ପିଟେଟିଭ୍ ନେଇଛି ପୂରଣବାଚକ ସଂଖ୍ୟାର ଧାରଣା। ପ୍ରତ୍ୟେକ ପିଲାଙ୍କୁ ୟୁ ଆକାରରେ ବସାଇ ତାଙ୍କ ମଝିରେ ମୁଁ ବିଭିନ୍ନ ବସ୍ତୁକୁ ସଜାଡ଼ି ରଖିବି ଏବଂ ଜଣ ଜଣ କରି ପ୍ରତି ପିଲାଙ୍କୁ ପଚାରିବି ଯେ ଏହି ବସ୍ତୁଟି କେଉଁ ସ୍ଥାନରେ ଅଛି। ତ ପ୍ରଥମେ କହିବେ ପିଲାମାନେ ଯେ ଏହି ବସ୍ତୁଟି ପ୍ରଥମ ସ୍ଥାନରେ ଅଛି, ତାପର ବସ୍ତୁଟି କେଉଁ ସ୍ଥାନରେ ଅଛି ନା ଦ୍ୱିତୀୟ ସ୍ଥାନରେ ଅଛି। ଏପରି ଭାବରେ ସବୁ ବସ୍ତୁ ଗୁଡ଼ିକୁ ସେମାନେ ଦଶମ ପର୍ଯ୍ୟନ୍ତ ତାର ଧାରଣା ପାଇବେ ଏବଂ ପ୍ରତ୍ୟେକ ପିଲା କହିସାରିଲା ପରେ ମୁଁ ସେହି ପୂରଣବାଚକ ସଂଖ୍ୟାକୁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ କଳା ପଟାରେ ଲେଖିଦେବି ଏବଂ ପ୍ରତ୍ୟେକ ପିଲାଙ୍କୁ କହିବି ତା ଖାତାରେ ଲେଖିବା ପାଇଁ। ଏହିପରିଟି କାର୍ଯ୍ୟଟି କରିସାରିଲା ପରେ FLN କାର୍ଯ୍ୟ ପୃଷ୍ଠା 68 ପୃଷ୍ଠା କରିବା ପାଇଁ କହିବି। ଏଥିରେ ମୁଁ ନେଇଛି ସଂଖ୍ୟା କାର୍ଡ଼, TLM, ବିଭିନ୍ନ ବସ୍ତୁ, ବଡ଼ି, କାଠି, ଗଲି, ଫୁଲ, ପତର। ତୃତୀୟ ଶ୍ରେଣୀ ଗଣିତ ପାଠ 6, ବିଷୟ ହେଉଛି ଯୋଡ଼ ବେଜୋଡ଼ ସଂଖ୍ୟା ଚିହ୍ନଟ। ୟେଲୋ କୋଡ୍ ନେଇଛି IL 6.5। କମ୍ପିଟେଟିଭ୍ ନେଇଛି ସଂଖ୍ୟା ଅସଂଖ୍ୟା ପ୍ରକ୍ରିୟା। 2 ଦଳର ପ୍ରତ୍ୟେକ ପିଲାକୁ ମୁଁ କିଛି ଚିତ୍ର କାର୍ଡ଼ ଏବଂ କାର୍ଯ୍ୟ ଫର୍ଦ୍ଦ ପ୍ରଦାନ କରିଛି। ତାଙ୍କୁ ସୂଚନା ଦେଇଛି ଯେ ଚିତ୍ରଗୁଡ଼ିକୁ ଗଣିବେ, ତାର ସଂଖ୍ୟାକୁ ତା କଡ଼ରେ ଲେଖିବେ। ଯେଉଁ ସଂଖ୍ୟାଟି ବାହାରିଲା ତାହା ଯୁଗ୍ମ କି ଅଯୁଗ୍ମ ତାହା ମଧ୍ୟ ଲେଖିବେ। ପ୍ରତ୍ୟେକ ପିଲା କରୁଛନ୍ତି କି ନାହିଁ ତଦାରଖ କରିବି। ଯେଉଁ ପିଲାଟି ଠିକ୍ ଭାବରେ କରିପାରୁନଥିବ ତାକୁ ମୁଁ ସାହାଯ୍ୟ କରିବି। ଏହାପରେ ତାଙ୍କ ଯେଉଁ FLN କାର୍ଯ୍ୟ ଫର୍ଦ୍ଦ ଅଛି 53 ଆଉ 54 କରିବା ପାଇଁ କହିବି। ଏଥିରେ ମୁଁ ନେଇଛି TLM, ସଂଖ୍ୟା କାର୍ଡ଼ ଆଉ କାର୍ଯ୍ୟ ଫର୍ଦ୍ଦ, କଳାପଟାର କାର୍ଯ୍ୟ ମଧ୍ୟ ବ୍ୟବହାର କରିଛି। ଧନ୍ୟବାଦ।